हेलो स्टूडेंट वेलकम टू लक्ष्मी मैथ पॉइंट। लक्ष्मी मैथ पॉइंट रे आपण मानक स्वागत। आज आम पढ़ा षष्ठ श्रेणी इंग्लिश इंग्लिश लेसन 7 कौन ना व्हेन आई ग्रो अप जेते बेले मु बड़ हेबी। देख समस्त ड्रीम्स अच्छी ना नाइन जे समस्ते दिने ना दिने बड़ हेबा तेणु पिला माने तमे भी दिने ना दिने बड़ हेबो तेणु तुमर लक्ष्य कौन रहिबा आवश्यक ସେଇଟା ଜାଣିବା ନିହାତି ଦରକାର। କ'ଣ କ'ଣ ମାନେ ତୁମ ଡ୍ରିମ୍ସଟା ରହିବା ଦରକାର ଯେ ପ୍ରଥମେ ତୁମେ ପାଠ ପଢ଼ିବା ପାଇଁ ଆସୁଛ, କ'ଣ ପାଇଁ ଆସୁଛ, କ'ଣ କରିବ ସେସବୁ ଜାଣିବା ଦରକାର ନା। ତେଣୁ ହ୍ୱେନ୍ ଆଇ ଗ୍ରୋ ଅପ୍ ଜଣେ ବଢ଼ିଲା ପରେ କ'ଣ କରିବ ତାକୁ ଗୋଟେ କାମ କଲେ ସେ ଫ୍ୟାମିଲି ଚଳିପାରିବା କଷ୍ଟକର ହୋଇପଡ଼ିବ ନା। ତେଣୁ ତାକୁ ବିଭିନ୍ନ ପ୍ରକାର କାର୍ଯ୍ୟ ଆସିବା ଦରକାର, କାମ କରିପାରିବା ଦରକାର। ଦେଖ କ'ଣ କ'ଣ କରିବା ପାଇଁ ସେ ଚାହୁଁଛି ଦେଖ। When I grow up ମୁଁ ଯେତେବେଳେ ପଢ଼ିବି I want to be a detective with a master key। ମୁଁ ଯେତେବେଳେ ବଡ଼ ହେବି I want to be a detective ମୁଁ ଜଣେ ଗୋଇନ୍ଦା ହେବାକୁ ଚାହେଁ ବା ଅନ୍ୱେଷଣକାରୀ। ଡିଟେକ୍ଟିଭ ମିନ୍ସ କ'ଣ ନା ଅନ୍ୱେଷଣକାରୀ ବା ଗୋଇନ୍ଦା ହେବାକୁ ଚାହେଁ। with a master key ମୋ ପାଖରେ ଗୋଟିଏ ମୁଖ୍ୟ ଚାବି ରହିବ। ବୁଝିଲା? I could be a soldier ମୁଁ ଜଣେ ସୈନିକ ହେବାକୁ ଚାହେଁ। ପାରହେପ୍ସ ସମ୍ଭବତଃ, ପାରହେପ୍ସ ମିନ୍ସ କ'ଣ ସମ୍ଭବତଃ ଏ ସେଲର ଠୁ ମାନେ ମଧ୍ୟ ସେଲର ମାନେ ନାବିକ ହେବାକୁ ମଧ୍ୟ ଚାହେଁ। ଯେ ମୁଁ ଜଣେ ସୈନିକ ହେବାକୁ ଚାହେଁ, ପାରହେପ୍ସ ସମ୍ଭବତଃ ଏ ସେଲର ଏକ ନାବିକ ହେବାକୁ ମଧ୍ୟ ଚାହେଁ। ଓର୍ ବିକମ୍ ଏ କିପର ଏଟ୍ ନନ୍ଦନକାନନ ଜୁ ମାନେ କ'ଣ ଚିଡ଼ିଆଖାନା। ନନ୍ଦନକାନନ ଚିଡ଼ିଆଖାନାରେ ଜଣେ ଜଗୁଆଳି ହେବାକୁ କିମ୍ବା ଚାହେଁ। ତାହେଲେ ବୁଝିଗଲ ଯେ ଜଣେ ସିଏ ଚାହୁଁଛି ଯେ ମୁଁ କ'ଣ ନା ଗୋଟେ ସୋଲଜାର ହେବାକୁ ଚାହୁଁଛି, ପୁଣି କହୁଛି ଯେ ସମ୍ଭବତଃ ମୁଁ ଗୋଟେ ନାବିକ ହେବାକୁ ଚାହେଁ, କହୁଛି କିମ୍ବା ମୁଁ ଗୋଟେ ଜଗୁଆଳି ହେବି କେଇଟି ନା ନନ୍ଦନକାନନ ଜୁରେ। ବୁଝିହେଲା? ନେକ୍ସଟ ଦେଖ ଆଇ ଡିଡ୍ ଲାଇକ୍ ଟୁ ଓନ୍ ଏ ଟ୍ରମ୍ପେଟ୍ ମୋର ନିଜସ୍ୱ ଗୋଟେ ଟ୍ରମ୍ପେଟ୍ ରହିବ। ଟ୍ରମ୍ପେଟ୍ ମାନେ ତୁରୀ। ଦେଖୁଛ ପିଲାଟା ତୁରୀ ବଜଉଛି, ମୋର ଗୋଟିଏ ତୁରୀ ରହିବ। ଏଣ୍ଡ ପ୍ଲେ ଏ ମ୍ୟୁଜିକାଲ ଟ୍ୟୁନ୍ ମୁଁ ଏକ ସଙ୍ଗୀତର ଧ୍ୱନି ବଜେଇବି। ଓର୍ ବାଇ ଏ ପ୍ରାଇଭେଟ୍ ସ୍ପେସିପ୍ ଏବଂ ମୋର ନିଜସ୍ୱ ବା ଘରୋଇ ଏକ ମହାକାଶ ଯାନ ରହିବ। ପ୍ରାଇଭେଟ୍ ମାନେ ନିଜସ୍ୱ, ସ୍ପେସିପ୍ ହେଲା ମହାକାଶ ଯାନ। ଟୁ ଫ୍ଲାଇ ମି ଟୁ ଦି ମୁନ୍ ଯିଏକି ମୋତେ ଚନ୍ଦ୍ରକୁ ନେଇଯିବ। ବୁଝିଗଲା? ନେକ୍ସଟ ଦେଖ I would like to be the driver। I would like to be the driver ମୁଁ ଜଣେ ଡ୍ରାଇଭର ହେବାକୁ ଚାହେଁ। ଅଫ୍ ଏନ୍ ଏକ୍ସପ୍ରେସ ଡିଜେଲ ଟ୍ରେନ୍ ଗୋଟେ ହେଲା ଦ୍ରୁତଗାମୀ ଡିଜେଲ ଟ୍ରେନ୍ ମାନେ ରେଳରେ ଜଣେ ସେ ଡ୍ରାଇଭର ହେବାକୁ ଚାହେଁ ନା ନାହିଁ, ବା ଲୋକ ପାଇଲଟ ଯେଟା କୁହାଯାଉଛି ନା ନାହିଁ। ଓର୍ ଟୁ ବି ଏ ଲାଇଟ୍ ହାଉସ୍ କିପର ମୁଁ ଗୋଟେ ବତୀଘର ଜଗୁଆଳି ହେବାକୁ ଚାହେଁ। ହ୍ୱେର୍ ଆଇ ୱେଣ୍ଟ ଆଣ୍ଡ ହ୍ୱେନ୍ ଯେଉଁଠାରେ ମୁଁ ଚାହିଁବି ଆଉ ଯେତେବେଳେ ଚାହିଁବି ଯେଉଁଠି ଚାହିଁବି ହେଇପାରିବି। ଫର୍ ଦ ମୋର୍ ୱାନ୍ ଲିଭ୍ସ ଯେତେ ଅଧିକ ଦିନ ବଞ୍ଚିବା, ଦ ମୋର୍ ୱାନ୍ ଲର୍ଣ୍ଣସ୍ ଅଧିକରୁ ଅଧିକ ଶିକ୍ଷା କରିବା। ଆଇ ଥିଙ୍କ ମୁଁ ଭାବୁଛି ଆଇ ୱିଲ୍ ବି ଅଲ୍ ଦିଜ୍ ଥିଙ୍ଗସ୍ ଏହିସବୁ ଜିନିଷ ଗୁଡ଼ିକ ଏଣ୍ଡ ଗୋ ଅନ୍ ଟେକିଂ ଟର୍ଣ୍ଣସ୍ ଏହା ଆମକୁ ବଦଳି ପାରିବ। ଗୋଟିଏ ପରେ ମୁଁ ଗୋଟିଏ ବଦଳି ଚାଲିବି ନା ନାହିଁ। ତେଣୁ ଦେଖ ପିଲାମାନେ ଗ୍ରୋ ମିନ୍ସ ହେଲା କ'ଣ ନା ବଢ଼ିବା ବା ବଡ଼ ହେବା। ୱାଣ୍ଟ ମାନେ ଇଚ୍ଛା କରିବା। ଡିଟେକ୍ଟିଭ ମାନେ ହେଲା କ'ଣ ନା ଗୋଇନ୍ଦା। ମାଷ୍ଟର କି ମାନେ ମୁଖ୍ୟ ଚାବି। ସୋଲଜାର ମାନେ ହେଲା ସୈନିକ। ପାରହେପ୍ସ ମାନେ ହେଲା କିସ ସମ୍ଭବତଃ। ସେଲର ମାନେ ହେଲା ନାବିକ। କିପର ମାନେ ଜଗୁଆଳି କେଇଟି କେଉଁଠାରେ ନା ନନ୍ଦନକାନନ ଜୁରେ ନା ନାହିଁ। ନେକ୍ସଟ ଦେଖ ଟ୍ରମ୍ପେଟ ମାନେ ହେଲା ତୁରୀ। ଓନ୍ ମାନେ ନିଜସ୍ୱ। ମ୍ୟୁଜିକାଲ ଟୋନ୍ ମାନେ ସଙ୍ଗୀତର ଧ୍ୱନି। ପ୍ରାଇଭେଟ ମାନେ ନିଜସ୍ୱ। ସ୍ପେସସିପ୍ ମାନେ ମହାକାଶ ଯାନ। ମୁନ୍ ମାନେ ହେଲା ଚନ୍ଦ୍ର। ଫ୍ଲାଇ ମାନେ ଉଡ଼ିବା। ନେକ୍ସଟ ଦେଖ କଠିନ ୱାର୍ଡ ଗୁଡ଼ିକ ଯେ ଡ୍ରାଇଭର ମାନେ ହେଲା ଚାଳକ। ଏକ୍ସପ୍ରେସ ମାନେ ଦ୍ରୁତଗାମୀ। ଟ୍ରେନ୍ ମାନେ ରେଳଗାଡ଼ି।
ଲାଇଟ୍ ହାଉସ୍ କିପର ମାନେ ବତି ଘର ଯୋଗୁଆଳି ନା ନାଇଁ। ଲିଭ୍ସ ମାନେ ବଞ୍ଚି ରହିବା। ଲର୍ନ ମାନେ ଶିକ୍ଷା ବା ଅଧ୍ୟୟନ କରିବା ନା ନାଇଁ। ଟେକିଂ ଟର୍ଣ୍ଣସ୍ ମାନେ ବଦଳି ବଦଳି ଚାଲିବ ନା ନାଇଁ। ତେଣୁ ପଏମଟିକୁ ଭଲ ଭାବେ ବୁଝିଗଲ ନା ନାଇଁ। ଯଦି ଭଲ ଭାବେ ବୁଝିଯାଇଛ ତ ସାଙ୍ଗମାନଙ୍କ ସହିତ ସେୟାର କର ଏବଂ ସାଙ୍ଗମାନଙ୍କୁ କୁହ ଯେ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।